সঙ্গীত আবেশে নানা রূপে মন অতীন্দ্রিয় দেশে করে বিচরণ। সঙ্গীত আবেশে সঙ্গীত আহ্বাନରେ আবেশে মানে ভୋଳ ହୋଇ ଖାତାରେ ସମସ୍ତେ ଲେଖୁଥା ଆବେଶେ ଭୋଳ ହୋଇ ସଙ୍ଗୀତରେ ଭୋଳ ହୋଇ ସଙ୍ଗୀତରେ ବିହୋଳ ହୋଇ ବିହୋଳ ଆଉ ଟିକେ ଭଲ ଶବ୍ଦ ଭୋଳ ହେବା ବିହୋଳ ହେଇଯିବା। ସଙ୍ଗୀତ ଆବେଶେ ନାନା ରୂପେ ମନ ସଙ୍ଗୀତରେ ବିହୋଳ ହୋଇ ମନଟା ନାନା ରୂପରେ କ'ଣ କରେ ଅତୀନ୍ଦ୍ରିୟ ରାଜ୍ୟ করে ବିଚରଣ। সঙ্গীত আবেশে নানা রূপে মন অতীন্দ্রিয় রাজ্যে করে বিচরণ। বিচরণ মানে ভুলিবা বিচরণ মানে ভুলিবা অতীন্দ্রিয় ইন্দ্রিয়କୁ অতিক্রম করে। ইন্দ্রিয় କ'ଣ କ'ଣ ଆମର କେତେଟା ଇନ୍ଦ୍ରିୟ ଅଛି? ପାଞ୍ଚଟା ଇନ୍ଦ୍ରିୟ କ'ଣ କ'ଣ କ'ଣ? ଶ୍ରବଣେନ୍ଦ୍ରିୟ, ଦର୍ଶନେନ୍ଦ୍ରିୟ, ঘ্রাণেন্দ্রিয়, স্বাদেন্দ্রিয় জীব, স্বাদেন্দ্রিয় চমড়া চর্ম, স্পর্শেন্দ্রিয় স্পর্শেন্দ্রিয় কেতটা হল? ପାଞ୍ଚଟା ইন্দ্রিয় କ'ଣ କ'ଣ? শ্রবণেন্দ্রিয়, দর্শন ইন্দ্রিয়, ঘ্রাণেন্দ্রিয়, স্বাদেন্দ্রিয়, স্পর্শ ইন্দ্রিয় স্পর্শেন্দ্রিয়। স্পর্শ মানে ছুঁইবা বুঝিଗଲା। তাহলে କ'ଣ ହେଲା? ଯେତେବେଳେ ଭଲ ସଙ୍ଗୀତ ଗୋଟିଏ କିଏ ବୋଲୁଥା କି ତମେ ଯାଇଛ କେଉଁଠିକି ଯାଇଛ? ଅର୍କେଷ୍ଟ୍ରା ପାର୍ଟି। ଅର୍କେଷ୍ଟ୍ରା କ'ଣ ଜାଣିଛ ନା? ଯେଉଁଠି କ'ଣ ହେଉଛି ମେଲୋଡ଼ି ହେଉଛି ଅର୍କେଷ୍ଟ୍ରା ପାର୍ଟି ବସିଛ ସବୁ ଦେଖୁଛ ସଙ୍ଗୀତ। ଭଲ ସଙ୍ଗୀତ ଗୋଟେ କିଏ ବୋଲିଲା ଭଲ ମ୍ୟୁଜିକ୍ ଦେଇ ଭଲ ଗୀତ ଗୋଟେ ବୋଲିଲା ତାହେଲେ ତମେ କ'ଣ ହେଉଛ? ଆଜି ପଇସା ଉଠିଗଲା ମନେ ନାହିଁ? ତାରି ଅର୍ଥ ବିହୋଳ ହେଇଯିବା ସଙ୍ଗୀତରେ ଭୋଳ ହେଇଯିବା। ସେମାନେ ଯେଉଁ ସଙ୍ଗୀତ ଗାଉଛନ୍ତି ମତ୍ସ୍ୟଜୀବୀମାନେ ଚିଲିକାରୁ ଚିଲିକା ମୁହାଣକୁ ତାଙ୍କ ଘର ଆଡ଼ିକି ଆସୁଛନ୍ତି ମନ ଖୁସି ଅଛି। ତେଣୁ ସେମାନେ ଯେଉଁ ସଙ୍ଗୀତ ଗାଉଛନ୍ତି କ'ଣ ହେଲା ନା ସଙ୍ଗୀତ ଆବେଶେ ନାନା ରୂପେ ମନ ତାପରେ ଅତୀନ୍ଦ୍ରିୟ ଦେଶେ କରେ ବିଚରଣ। ସେଇ ସଙ୍ଗୀତକୁ ଶୁଣିକିରି ବିହୋଳ ହୋଇକିରି ମନ ଅତୀନ୍ଦ୍ରିୟ ଦେଶକୁ ବିଚରଣ କରିବାକୁ ପଳାଏ ବୁଲିବାକୁ ପଳାଏ। ଅର୍ଥ କବିତାର ସୌନ୍ଦର୍ଯ୍ୟରେ କବିତାର ମାଧୁର୍ଯ୍ୟରେ ଭୋଳ ହୋଇ ଆସକ୍ତ ହୋଇ ଯେଉଁମାନେ ଶୁଣୁଛନ୍ତି ସେହି ସଙ୍ଗୀତକୁ ସେମାନଙ୍କ ମନ ଅତୀନ୍ଦ୍ରିୟ ରାଜ୍ୟକୁ ଚାଲିଯାଉଛି। ସେମାନେ ଆଉ ନିଜ ଶରୀର ଭିତରେ ରହୁନାହାନ୍ତି ନିଜ ଶରୀର ଭିତରେ ରହୁନାହାନ୍ତି ସତେବା ଶରୀରର ବାହାରକୁ ପଳାଉଛନ୍ତି ସେଇ କବିତା ସେଇ ସଙ୍ଗୀତ ଶୁଣି ଶୁଣି କରି ବୁଝିଯାଉଛି। ତେଣୁ କ'ଣ ହେଲା? ସଙ୍ଗୀତ ଆବେଶେ ନାନା ରୂପେ ମନ ତାପରେ ଅତୀନ୍ଦ୍ରିୟ ଦେଶେ କରେ ବିଚରଣ। ସମସ୍ତଙ୍କର ବୁଝିଗଲା? ପୁରା କ୍ଲିଅର? ନେକ୍ସଟ ପଦ। ଚାଲି ଯାଏ ଶୂନ୍ୟ ଶୂନ୍ୟ କେଉଁ ସ୍ଥାନେ କି ଲୋଡ଼ିବା ଆସେ ସେହି ତା ନ ଜାଣେ। ଚାଲି ଯାଏ ଶୂନ୍ୟ ଶୂନ୍ୟ ସେହି ସ୍ଥାନେ ଚାଲି ଯାଏ ଶୂନ୍ୟ ଶୂନ୍ୟ କେଉଁ ସ୍ଥାନେ କି ଲୋଡ଼ିବା ଆସେ ସେହି ତା ନ ଜାଣେ। ତାହେଲେ କବିତା ଶୁଣୁ ଶୁଣୁ ସେ ସଙ୍ଗୀତ ଶୁଣୁ ଶୁଣୁ ବିହୋଳ ହୋଇ ସଙ୍ଗୀତରେ ମସଗୁଲ ହୋଇ ସଙ୍ଗୀତରେ ଭୋଳ ହୋଇ ମନ କ'ଣ କରେ? ଇନ୍ଦ୍ରିୟ ଗୁଡ଼ାକ କୁଆଡ଼େ ପଳାଏ ଇନ୍ଦ୍ରିୟ ଗୁଡ଼ାକ କୁଆଡ଼େ ପଳାଏ ଶରୀର ଛାଡ଼ିକି। ମନ ବି କ'ଣ କରେ? ସେ କୁଆଡ଼େ ଯାଏ ସେ ଜାଣିପାରେନି। ମନ ବି ତା ଆୟତରେ ରହେ ନାହିଁ। ସେ କୁଆଡ଼େ ଯାଏ କ'ଣ କରେ ସେ ତା ନିଜେ ବି ଜାଣିପାରେ ନାହିଁ। ତେଣୁ ମନ କ'ଣ ଖୋଜିବା ଆଶାରେ କି ଲୋଡ଼ିବା ଆଶାରେ ଲୋଡ଼ିବା ମାନେ ଖୋଜିବା କ'ଣ ଖୋଜିବା ପାଇଁ ପଳାଏ କୁଆଡ଼େ ଯାଏ ସିଏ ବି ଜାଣିପାରେ ନାହିଁ। ଅର୍ଥ ସୁନ୍ଦର ସଙ୍ଗୀତ ଶୁଣିଲେ ମଣିଷର ମନ ଏବଂ ଇନ୍ଦ୍ରିୟମାନେ ବିହୋଳିତ ହୋଇ ସେମାନେ ନିଜକୁ ଭୁଲିଯାଆନ୍ତି। ମଣିଷଟା ନିଜକୁ ଭୁଲିଯାଏ। ବୁଝିହେଲା? ଆରେ ବୁଝିହେଲା ନା ନାହିଁ? ତମେ ତ କେହି ପ୍ରଶ୍ନ ପଚାରୁନ ସାର୍ ମଣିଷ ତା ମନ କୁଆଡ଼େ ପଳେଇବ ଇନ୍ଦ୍ରିୟ ଗୁଡ଼ା ପଳେଇବେ କେମିତି? ସେଇ ପରିପ୍ରେକ୍ଷୀରେ ଗୋଟେ ଗପ କହିବ। ବୁଝିହେଲା? ଗପ କ'ଣ? ମୁଁ ତୁମକୁ କହିଛି କଦଳୀ ବିକିବା କଥା କହୁଥିଲି କହିନି?
ଗ୍ରୀଷ୍ମ ଋତୁ, ଧୁ ଧୁ ଖରା ବେଳ, ବସ୍ ଷ୍ଟାଣ୍ଡରେ ଗୋଟିଏ ଗଛ ମୂଳେ ଗୋଟିଏ କଦଳୀ ବିକାଳି ଟିକେ ଘୁମେଇ ପଡ଼ିଛି। କହିଛି ନା କହିନି? କଦଳୀ ବିକାଳି ଟିକେ ଘୁମେଇ ପଡ଼ିଛି। ଗଛ ଛାଇରେ ତାକୁ ନିଦ ହୋଇଯାଇଛି। ସେହି ସମୟରେ ଜଣେ ପଥିକ କଦଳୀ କିଣିବା ପାଇଁ ତା ପାଖକୁ ଆସିଛି। ଦେଖିଲା, ଓ ଭାଇ ଭାଇ ନିଦ ଟିକେ ଭାଙ୍ଗ, ମୁଁ କଦଳୀ ନେଇଥାନ୍ତି। ତା ନିଦ ଭାଙ୍ଗୁନି, ପୁଣି ହଲେଇ ଦେଲା, କହିଲା ଭାଇ ଭାଇ ଟିକେ ଉଠ। କିନ୍ତୁ ସେ ଉଠିଲା। ହଠାତ୍ ଗଛ ଉପରୁ ଶୁଭିଲା, ଭାଇ ତାକୁ କାହିଁକି ଡାକୁଛ? ସେ ଆପଣ ବଞ୍ଚିଛି? ସେ ମରିଯାଇଛି। ନା ତମେ କିଏ? ନା ମୁଁ ତା ଆତ୍ମା। ନା ସିଏ ତ ମଲା, ତୁମେ କାହିଁ ପଳେଇଛ? କଥା କ'ଣ କି, ଏଇ ଲୋକଟି ବର୍ଷ ସାରା କଦଳୀ ବିକୁଛି, ଗୋଟିଏ ବି କଦଳୀ ଖାଉନି। ମୋ ଆତ୍ମା ସବୁବେଳେ ଚାହୁଁଛି, ମୁଁ ସବୁବେଳେ ଚାହୁଁଛି କିନ୍ତୁ କଦଳୀ ଗୋଟେ ଦୁଇଟା ଖାଆନ୍ତା, ମୁଁ ତା'ର ସ୍ୱାଦ ଗ୍ରହଣ କରନ୍ତି, ତା'ର ବାସ୍ନା ଟିକେ ନିଅନ୍ତି। ସାରା ବର୍ଷ କଦଳୀ ବିକୁଛି, ଝୁଡ଼ି ଝୁଡ଼ି କଦଳୀ ବିକୁଛି, ଗୋଟିଏ ବି କଦଳୀ କ'ଣ କରୁଛି? ଖାଉନି। ଏତେ ଲୋଭୀ ଲୋକଟା, ତା ପାଖରେ ମୁଁ କାହିଁ ରହିବି? ତେଣୁ ମୁଁ ଚିନ୍ତା କଲି, ତା ପାଖରେ ରହିଲି, ତାକୁ ଛାଡ଼ିକି ପଳେଇ ଆସିଲି। ବର୍ତ୍ତମାନ ମୁଁ ପଢ଼େଇବି ତାକୁ ଛାଡ଼ିକି, ସେ ମରିଯିବ। ନା ଆପଣ ଗୋଟେ କଥା କରିବେ ନା କ'ଣ? ନା ଆପଣ ତା ପାଖକୁ ଆସନ୍ତୁ, ତା ଶରୀର ଭିତରେ ପଶନ୍ତୁ, ଯେତେ କଦଳୀ ଖାଇବେ ଆଜି ମୁଁ ଦେବି ଆପଣଙ୍କୁ। ନା ସତ ନା? କିଛି ସମୟ ଗଲା, ଲୋକଟା ଏମିତି ହେଇକି ଉଠିଲା। ଯେତେବେଳେ ଆତ୍ମା ଆସିଲା ଶରୀର ଭିତରକୁ, ଉଠିଲା। ଉଠିଲା ପରେ କହିଲା, ଭାଇ କେତେ ସମୟ ହେଲା ଶୋଇପଡ଼ିଲିଣି? ନା ଶୋଇପଡ଼ିଲ ତ, ହାଲିଆ ହେଇଯାଇଥିଲ ଆଉ। କହିଲା, ଭାଇ ଏଇ ଯେଉଁ କଦଳୀ ତମର ଏଇ ଝୁଡ଼ିକ ଯାକ କଦଳୀ କେତେ? ନା ମୁଁ ଡଜନ ବିକୁଛି, ଝୁଡ଼ି କ'ଣ ବିକୁଛି? ନାଇଁ ମୁଁ ଝୁଡ଼ିଟା ନେବି, 300 ଟଙ୍କା ପଡ଼ିବ। ହଉ 300 ନିଅ। ପକେଟରେ ରଖିଲା। କହିଲା, ଭାଇ ଗୋଟେ କଦଳୀ ଖାଇଲ ଦେଖିଆ, ତମ କଦଳୀଟା ମିଠା ଅଛି ନା ନାହିଁ? ଆରେ ମୁଁ ତ ଗ୍ୟାରେଣ୍ଟି ଦେଇ କହିବି ମୋ କଦଳୀ ମିଠା। ଏଇ ବଜାର ଜାଗାରେ ଯେତେ ଲୋକ କଦଳୀ ବିକୁଛନ୍ତି, ମୋର ଭଲ କଦଳୀ ନାହିଁ, ମୁଁ ଆଣେନି କି ବିକେନି। ଆପଣ ଗୋଟେ ଖାଆନ୍ତୁ ଆଗ। ଦେଖି ଅସମ୍ଭବ ଲୋକ, କଦଳୀ ଆପଣ କିଣିଲେ ମୁଁ କାହିଁ କଦଳୀ ଖାଇଲା? ଗୋଟେ ଖା, ପରୀକ୍ଷା ଗୋଟେ ଆଗ ହଉ। ସେ ଗୋଟେ କଦଳୀ ଖାଇଲା। କହିଲା, କେମିତି କଦଳୀ ଲାଗୁଛି? ମିଠା ଲାଗୁଛି। ନା ମୋର ଡାଉଟ୍ ହେଉଛି, ଆପଣ ଏପଟୁ ଦୁଇଟା କଦଳୀ ଖାଇଲେ ଦେଖିଆ, ସେଇଟା ସିନା ମିଠା ଲାଗିଲା ସେଇ ଇଏଟା, ଏପଟୁ ଦୁଇଟା କଦଳୀ ଖାଆନ୍ତୁ। ପୁଣି ଦୁଇଟା ଖାଇଲା, ହଁ ମିଠା ତ ଅଛି। ଏଇ ଯେଉଁଟାକ ଯେଉଁ ସଢ଼ିଗଲା ଭଳିଆ ହେଇଛି, ସେଥିଗୁଡ଼ାକ ଦୁଇଟା ଖାଆନ୍ତୁ। ମୁଁ ସଢ଼ି ଗୁଡ଼ା ଛଡ଼ା ଗୁଡ଼ାକ ନେବିନି, ତ ସଢ଼ା ଗୁଡ଼ା ନ ନେଲେ ଫୋପାଡ଼ି ଦେବୁ। ନହେଲେ ଆପଣ ଟିକେ ଖାଇବେ, ଅଳ୍ପ ଟିକେ ସଢ଼ିଯାଇଛି, ତା ଅଧା ଖାଆନ୍ତୁ। ଖାଇଲା। ଖାଇଲା ପରେ ଆଚ୍ଛା, ଏଇ ଯେଉଁ ତଳ କଦଳୀ ଯେଉଁ ଅଛି ଫେଣିଟା, ଏଇ ଫେଣାଟାରୁ 3ଟା କଦଳୀ ଖାଇବେ ନା କାହିଁକି? ଖାଆନ୍ତୁ। ଆପଣ ଖାଇବା ଦରକାର। ମୁଁ ଜାଣିବା ଦରକାର ସବୁ କଦଳୀ ଗୁଡ଼ାକ ଆପଣଙ୍କର ମିଠା ଅଛି ନା ନାହିଁ। ନା ଆପଣ ନେଇ ଖାଉନାହାନ୍ତି, ମିଠା ଅଛି ନା? ନା ଭଗବାନ ଶ୍ରୀରାମଙ୍କ କଥା ଜାଣିଛନ୍ତି? ହଁ। ସବରୀ କ'ଣ କଲା? ଅଇଁଠା କରିକି ଚାଖିକିରି ଗୋଟିଏ ଗୋଟିଏ କୋଳି ଖାଉଥାଏ, ଯେଉଁଟା ମିଠା ସେଇଟା ରାମଙ୍କୁ ଦେଉଥାଏ, ଯେଉଁଟା ମିଠା ନୁହଁ ପିତା କୋଳି ଫୋପାଡ଼ି ଦେଉଥାଏ। କେତେ ଗୁଡ଼ା କୋଳି ଆଣି ମିଶାଇକି ରଖିଛି, ଯେଉଁଟା କଷା କୋଳି ଫୋପାଡ଼ି ଦେଉଥାଏ, ଯେଉଁଟା ମିଠା ଲାଗୁଛି ଅଧା ଖାଇଦେଇକି ଆଉ ରାମଙ୍କ ପାଖରେ ପାଟିରେ ଖୁଆଇ ଦେଉଛି। ରାମ ତା ଅଇଁଠା ଖାଉଛନ୍ତି କାହିଁକି? ଭକ୍ତି ଭାବରେ। ସେମିତି ମୁଁ ଭାବୁଛି ଯେଉଁଗୁଡ଼ାକ ତୁମେ ମିଠା କହିବ, ମୁଁ ଜାଣି ସେଟା ମିଠା, ମୋର ଆଉ ଖାଇବା ଦରକାର। କାରଣ ମୋର ଡାଇବେଟିସ୍ ତ, ମୁଁ ମିଠା ଖାଏନି ଭାଇ। ତେଣୁ ଆମ ଘରେ କହିଛନ୍ତି କଦଳୀ ଚାଖିକି ଆଣିବ। ସବୁ କାନ୍ଧିରୁ ଯେଉଁ ଆମର ଇଏଟା ଅଛି ଫେଣା, ସବୁଥିରୁ ଦୁଇଟା ଗୋଟେ ଦେବେ, ଆପଣ ଖାଆନ୍ତୁ। ସେ ବି କହିଛନ୍ତି ଆମ ଘରେ ନା। ସେ ଖାଇଲା। ଯେତେବେଳେ ଖାଇସାରିଲା, ଆଉ ଗୋଟେ ଫେଣା ଛିଣ୍ଡେଇଲେ, କହିଲେ ଏଇଟା ତ ବେଗରେ ରଖ। ନା ପଇସା ଆପଣ ଦେବେ, ମୁଁ ତ ଅଧା ଖାଇସାରିଲିଣି। ନା ଆରେ ଭାଇ, କଥା ହେଉଛି କ'ଣ, ତମେ ଆଉ ବଞ୍ଚିନଥିଲ, ତମେ ମରିଯାଇଥିଲ। ଅସମ୍ଭବ ଲୋକ, ମୁଁ ମରିଲି କେତେବେଳେ ଅମଙ୍ଗଳିଆ କଥାଟା କ'ଣ କଥାବାର୍ତ୍ତା କରୁଛ? ନା ଏହା ମୁଁ ସତ କଥା କହୁଛି। ତମେ ଶୋଇପଡ଼ିଥିଲ, ତୁମ ଆତ୍ମା ଯାଇକି ଉପରେ ବସିଥିଲା, ସେ କହିଲା ତୁମେ ବର୍ଷ ସାରା କଦଳୀ ବିକୁଛ, ଗୋଟିଏ ବି କଦଳୀ ଖାଉନ। ଖାଉଛ ନା? ଘରକୁ ନେଉଛ ନା? ଯଦି କେବେ ନେଉଛି ପିଲାଙ୍କ ପାଇଁ ନେଉଛି, ପିଲା ଖାଉଛନ୍ତି, ମୁଁ ଖାଉନି। ସେଥିପାଇଁ ତୁମ ଆତ୍ମା ମନ ଦୁଃଖ କରିକିରି କହିଲା, ଏଇଭଳିଆ ଲୋକ ପାଖରେ ମୁଁ ରହିବି ନାହିଁ। ତେଣୁ ତୁମ ଶରୀର ଛାଡ଼ିକି ସେ ପଳେଇଥିଲା। ସେମିତି କବିତା ଏତେ ସୁନ୍ଦର, ସଙ୍ଗୀତ ଏତେ ସୁନ୍ଦର ବୋଲା ହେଉଥିଲା ବେଳେ ସେଇ କବିତା
ବା ସେଇ ସଙ୍ଗୀତ ଆବେଶରେ ବିହଳିତ ହୋଇ ଆତ୍ମା ପଞ୍ଚ ଇନ୍ଦ୍ରିୟ ମନ ସବୁ ପୁରା ବିହଳିତ ହୋଇଯାଇଛନ୍ତି, ଯାହାଫଳରେ କିଏ କୁଆଡ଼େ ଯାଉଛି କେହି ଜାଣିପାରୁନା। ବୁଝିଗଲା? କ୍ଲିଅର? ଧନ୍ୟ ସେହି ଯାର ଆଜ୍ଞା ଶିରେ ଧରି ଏ ଲୀଳା ରଚନ୍ତି।